ବିଜୟ ଏଠି କଣ କରୁଛ କଣ? ଆରେ ଇଏ ଗୋଟେ ଚୋରନ୍ଦା ଢେଙ୍କାନାଳର ମହିମା। ହଁ ଏଇଟା ମହିମା ପୀଠ। ଦେଖନି ଏ ବାଳୁଙ୍ଗା ପିଲା ଗୁଡା କାଠରେ କେମିତି ସବୁ ଗାଧେଇଛନ୍ତି, ତାଙ୍କ ନାଁ ଲେଖିଛନ୍ତି। ଭାଇ ତମେ ବି ଦେଖ ଦେଖ ଏଗୁଡା ଟିକେ ଲୋକ ଆମ ଦର୍ଶକ ମାନେ ଦେଖନ୍ତୁ। ବର୍ଷେ ପାଖକୁ ଥରେ ଆସି ଦେଖ ଏଗୁଡା ମହିମା ମେଳା କରାଯାଏ। କେତେ କଦର୍ଯ୍ୟ ଓଡ଼ିଶା ଜିନିଷ, ବାହାରୁ ଲକ୍ଷ ଲକ୍ଷ ଭକ୍ତ ଏଠାରେ ଆସି ମହିମା ପୀଠରେ ଯୋଗ ଦିଅନ୍ତି। କେତେ ସୁନ୍ଦର ଆଶ୍ରମ। ଦେଖ ଏ ପରିବେଶ କେମିତି ସେ କରିଛନ୍ତି। ଭାଇ ଏଇପଟେ ଦେଖିଲେ ଆମ ଦର୍ଶକ ମାନେ ଦେଖିବେ, ଦେଖିଲେ କଣ ହେଇଛି, ଯୋଉମାନେ ବି ଲେଖିଛନ୍ତି ଏଇଭଳି ମାନସିକତା ଯୋଉମାନଙ୍କର ଅଛି ସେମାନଙ୍କୁ ମୁଁ ଭିଡିଓ ମାଧ୍ୟମରେ ଅନୁରୋଧ କରୁଛି ଏଭଳି କାମ କରନ୍ତୁ। ଏଇଟା ଗୋଟେ ଶୂନ୍ୟ ଶୂନ୍ୟ ମହାଶୂନ୍ୟ ଗୋଟେ ମାନେ ଏତେ ବଡ ଜାଗା, ସାଧନାର ପୀଠି, ସିଦ୍ଧି ପୀଠ, ଏଇଟା ସାଧନାର ପୀଠ। ଏଭଳି ଜାଗାକୁ ଏମିତି କଦର୍ଯ୍ୟ କରିବାର କଣ, କଦର୍ଯ୍ୟ କଲେ କଣ ହବ? ଈଶ୍ୱର କେବେ ଶୁଣିବେନି, ମନସ୍କାମନା କେବେ ପୂରଣ ହବନି। ମୋର ପାପ ଏଇଠୁ ନେଇକି ଗଲେ, ସାଧନାର ପୀଠକୁ ଆସିକି, ପବିତ୍ର ପୀଠକୁ ଆସିକି ପାପ ନେଇକି ହିଁ ଗଲେ। ତେଣୁ ମୁଁ ଏଠି ଭିଡିଓ ମାଧ୍ୟମରେ ଅନୁରୋଧ କରିବି ଏଭଳି ମାନସିକତା ଯୋଉମାନଙ୍କର ଅଛି ସେମାନେ ଏଥିରୁ ଦୂରେଇ ରୁହନ୍ତୁ। ଆମ ଜିନିଷ ଆମେ ତାକୁ ସୁରକ୍ଷା ଦବା, ଆମେ ତାକୁ ସୁନ୍ଦର ରଖିବା, ତାହେଲେ ଯାଇ ଈଶ୍ୱର ଆମ ଉପରେ ସନ୍ତୁଷ୍ଟ ହେବେ।